ସକାଳୁ ମୋ ସାନ ବୋହୂ ଆସିଛନ୍ତି, ବମ୍ବେରେ ଚାକିରି କରନ୍ତି। ସ୍ତ୍ରୀ ମୋ ସ୍ତ୍ରୀ ପ୍ରତିବର୍ଷ 4:30 ରାତିରୁ ଗାଧାଏ। ଆଜି ମଧ୍ୟ 4:30 ରାତିରୁ ଗାଧେଇ ଶାଢ଼ୀ ପିନ୍ଧି ମୋ ବୋହୂକୁ 5:30 ବେଳୁ ଶାଢ଼ୀ ପିନ୍ଧେଇ ବୋହୂଙ୍କୁ ନେଇ ରାମେଶ୍ୱର ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରି ମନ୍ଦିର ମାନଙ୍କରେ ମା ଭଉଣୀ ମାନେ ଭୋରୁ ଯାଇ ଲାଇନ କରି ପୂଜା କରୁଛନ୍ତି। ସ୍ୱାମୀଙ୍କର ମଙ୍ଗଳ ପାଇଁ, ପିଲାମାନଙ୍କ ମଙ୍ଗଳ ପାଇଁ, ପରିବାର ମଙ୍ଗଳ ପାଇଁ ଗୋଟେ ଆମର ନିଷ୍ଠା ପର୍ବ, ମହାନ ପର୍ବ, ଭାରତ ବର୍ଷର ପୃଥିବୀର ମା ଭଉଣୀଙ୍କର ପର୍ବ, ସ୍ତ୍ରୀ ଜାତିର ପର୍ବ, ସ୍ୱାମୀକି ଭଲ ପାଇବାର ପର୍ବ ଏବଂ ସ୍ୱାମୀ ପାଇଁ ବ୍ରତ କରିବାର ପର୍ବ। ନିଷ୍ଠାରେ ଆଜି ଭଉଣୀମାନେ ସକାଳୁ ଠାକୁରଙ୍କ ଦର୍ଶନ କରନ୍ତି, ପୂଜା କରନ୍ତି, ଫଳ ପୁଷ୍ପ ନାନାଦି ପ୍ରକାରର ଫଳ ଭୋଗ କରନ୍ତି ଏବଂ ଖାଆନ୍ତି। ସ୍ୱାମୀମାନଙ୍କଠୁ ଆଶୀର୍ବାଦ ନିଅନ୍ତି ଏବଂ ପରିବାର କେମିତି ମଙ୍ଗଳ ହେବ ଈଶ୍ୱରଙ୍କୁ ଡାକନ୍ତି। ସବୁ ମନ୍ଦିରରେ ଭିଡ଼। ମୁଁ 4ଟା ମନ୍ଦିରରୁ ଆଇଲିଣି। ଲିଙ୍ଗରାଜ ମନ୍ଦିର ଭିଡ଼, କେଦାରଗୌରୀଠି ଭିଡ଼, ରାମେଶ୍ୱରଠି ଭିଡ଼, ମଦନପୁର ପାଖେ ଗୋଟେ ନୀଳକଣ୍ଠେଶ୍ୱର ମନ୍ଦିର ଅଛି, ଭିଡ଼। ମୋ ଗାଁ ପାଖେ ଜଟଣୀ ପାଖେ ଗୋଟେ ଗତୀଶ୍ୱର ମନ୍ଦିର, ଭିଡ଼। ଏଠି କନ୍ତିଆ ବାଲୁକେଶ୍ୱରଠି ଭିଡ଼। ମନ୍ଦିର ମାନଙ୍କରେ ମା ଭଉଣୀ ମାନେ ଭୋରୁ ଯାଇ ଲାଇନ କରି ପୂଜା କରୁଛନ୍ତି। ସ୍ୱାମୀଙ୍କର ମଙ୍ଗଳ ପାଇଁ, ପିଲାମାନଙ୍କ ମଙ୍ଗଳ ପାଇଁ, ପରିବାର ମଙ୍ଗଳ ପାଇଁ ଗୋଟେ ଆମର ନିଷ୍ଠା ପର୍ବ, ସାବିତ୍ରୀ ପର୍ବ। ତାକୁ ଭଉଣୀମାନେ ଚାରିଆଡ଼େ ଆନନ୍ଦରେ ପାଳନ କରୁଛନ୍ତି, ଖୁସିରେ ପାଳନ କରୁଛନ୍ତି। ମୋତେ ଭାରି ଖୁସି ଲାଗୁଛି। ତାଙ୍କ ମାନଙ୍କ ନିମନ୍ତ୍ରଣ ରକ୍ଷା କରି ମୁଁ ସେ ମନ୍ଦିର ମାନଙ୍କରୁ ବୁଲି ବୁଲି ଆସୁଛି। ଖୁବ୍ ଭଲ ହେଇଛି। ସକାଳୁ ମୋ ସାନ ବୋହୂ ଆସିଛନ୍ତି, ବମ୍ବେରେ ଚାକିରି କରନ୍ତି। ସ୍ତ୍ରୀ ମୋ ସ୍ତ୍ରୀ ପ୍ରତିବର୍ଷ 4:30 ରାତିରୁ ଗାଧାଏ। ଆଜି ମଧ୍ୟ 4:30 ରାତିରୁ ଗାଧେଇ ଶାଢ଼ୀ ପିନ୍ଧି ମୋ ବୋହୂକୁ 5:30 ବେଳୁ ଶାଢ଼ୀ ପିନ୍ଧେଇ ବୋହୂଙ୍କୁ ନେଇ ରାମେଶ୍ୱର ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରି ନାନାଦି ଫୁଲ, ନାନାଦି ପ୍ରକାର ଫଳ, ନାନାଦି ପ୍ରକାର ଜିନିଷ ନେଇ, ନୂଆ ଶାଢ଼ୀ ନେଇ, ନୂଆ ପିନ୍ଧି ଦର୍ଶନ କରି ଆସି ମୁଁ ଲୋକଙ୍କୁ ସାକ୍ଷାତ କରୁଛି। ମୋ ଗୋଡ଼ ତଳେ ମୁଣ୍ଡିଆଟେ ମାରିକି ଆଶୀର୍ବାଦ ମୁଁ ତାକୁ ଦେଇଛି, ଯାଇଛି। ମୋ ପିଲାଙ୍କ ମଙ୍ଗଳ ପାଇଁ, ପରିବାର ମଙ୍ଗଳ ପାଇଁ, ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସେ ପାଳନ କରେ। ଆଜି ବି କରିଛି। ବୋହୂକୁ ମଧ୍ୟ ସେଇ ଢାଞ୍ଚାରେ ପକେଇ ଦେଇଛି। ଆଜି ସବୁ ଚୁଡ଼ା ଏବଂ ଛତୁ ଭଜା, ଆଇଁଷ ଘରେ ପୁରେଇ ଦେଇନାହାନ୍ତି। ଆଉ ଭଲ ବାଇଗଣ ଭଜା, ସେ ବାଇଗଣରେ ଶାଗ ପକେଇ ଦେଇଥିଲେ। ସିମ୍ପଲ ସାଧା। ଆଉ ଘରେ କହିଛନ୍ତି ଦ୍ୱିପହରେ ଅରୁଆ ଡାଲମା ଖଟା କ୍ଷୀରି ହେଇଥିବ। ଆଉ ଯଦି ସେ ତମକୁ ରୁଚି କମେଇବ ତମେ ବାଟରେ ଖାଇଦେବ। ତେଣୁ ମୁଁ ଯିବାର ଅଛି ଏଇନା ଚନ୍ଦକା ଛକରେ। ଯେତେବେଳେ ଯିବ ଗୋଟେ ବଢ଼ିଆ ହୋଟେଲ ଅଛି ଛକରେ, କିନ୍ତୁ ଗୋଟେ ପେଟ୍ରୋଲ ଟାଙ୍କି କଡ଼ରେ, ବଢ଼ିଆ ଦେଶୀ କୁକୁଡ଼ା। ଯେତେବେଳେ ଯିବ ବଢ଼ିଆ ଦେଶୀ ମାଛ କୋଉଠୁ ଆଣନ୍ତି ନା ନରାଜ ବାରଙ୍ଗରୁ ସିଏ ଆଣେ। ଆଜି ଭୋଜନଟା ସେଇଠି ହେବ।